ରାଉରକେଲାର ଅବସରପ୍ରାପ୍ତ ପୋଲିସ କଲ୍ୟାଣ ଆସୋସିଏସନ ଓ ହାଇଟେକ୍ ମେଡିକାଲର ମିଳିତ ଉଦ୍ୟମରେ ଛେଣ୍ଡର କଳିଙ୍ଗ ବିହାର ଉମାଶଙ୍କର ପୀଠରେ ପଞ୍ଚମ ବାର୍ଷିକ ଉତ୍ସବରେ ମେଡିକାଲ କ୍ୟାମ୍ପକୁ ଓଡ଼ିଶାର ମାନ୍ୟବର ଶ୍ରମ ଓ କଲ୍ୟାଣ ମନ୍ତ୍ରୀ ଶାରଦା ପ୍ରସାଦ ନାୟକ ଉଦ୍ଘାଟନ କରି ବକ୍ତବ୍ୟ ରଖିଥିଲେ। ପୋଲିସ ତାଙ୍କ ଚାକିରି କାଳରେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଅବସର ଗ୍ରହଣ ପରେ ସମାଜ ପ୍ରତି ସମର୍ପିତ ଭାବନା ଅତ୍ୟନ୍ତ ଉଚ୍ଚ କୋଟିର ଅଟେ ତଥା ହାଇଟେକ୍ ମେଡିକାଲର ମ୍ୟାନେଜିଂ ଟ୍ରଷ୍ଟି ଡକ୍ଟର ସୁରେଶ କୁମାର ପାଣିଗ୍ରାହୀ ଯୋଗଦେଇ ବକ୍ତବ୍ୟରେ ବରିଷ୍ଠ ନାଗରିକମାନଙ୍କୁ ରିହାତି ଦରରେ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନୁଷ୍ଠାନର ସଭାପତି ବି ପଟ୍ଟନାୟକ ଓ ସାଧାରଣ ସମ୍ପାଦକ ଡକ୍ଟର ସୁମନ ଦତ୍ତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବର୍ଷିୟାନ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଜନାବ ହାଇଦର ଖାନ ବି ପଟ୍ଟନାୟକ ଜନାବ ନବାବ ଖାନଙ୍କୁ ଆସୋସିଏସନ ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ବିଶିଷ୍ଟ ଯୋଗାଚାର୍ଯ୍ୟ ଆରତୀ କର ଓ ଯୋଗଗୁରୁ ଗଙ୍ଗାଧର ଦାସ ବିଭିନ୍ନ ଯୋଗ ମାଧ୍ୟମରେ ନିଜର ଶରୀରକୁ ସୁସ୍ଥ ରଖିବା ସହ ଡକ୍ଟର ବିଶ୍ୱଜିତ ମହାପାତ୍ର ନିଜକୁ ନିରୋଗ ସୂତ୍ର ପ୍ରତିପାଦନ କରିଥିଲେ। ସମାଜର ବିଭିନ୍ନ ବିଷୟରେ ଉତ୍କର୍ଷତା ଲାଭ କରିଥିବା ଯଥା ଖେଳ ସମ୍ମାନ ବେର୍ନାଡୋ ଟପୋ ଜ୍ଞାନରଞ୍ଜନ ପ୍ରହରାଜ ଇତ୍ୟାଦି ସେବା ସମ୍ମାନ ଚନ୍ଦ୍ରଦୀପ ସାହୁଙ୍କୁ ବିନା ମୂଲ୍ୟରେ ବର୍ତ୍ତମାନ ସୁଦ୍ଧା 80ରୁ ଉର୍ଦ୍ଧ୍ୱ ଶବ ସତ୍କାର ପାଇଁ ଗାଡ଼ି ଯୋଗାଇବା ସହ ପ୍ରତିଦିନ ଆଶ୍ରୟହୀନ ଗରିବ ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ସହ ଶୀତ ଦିନରେ କମ୍ବଳ ଓ ଶୀତ ବସ୍ତ୍ର ଯୋଗାଇବା ଦୁର୍ଘଟଣାଯୁକ୍ତ ପଶୁମାନଙ୍କୁ ଚିକିତ୍ସା ଇତ୍ୟାଦି ଯୋଗାଇ ଦେଇଥାନ୍ତି। ସାହିତ୍ୟ ସମ୍ମାନ ବିଶିଷ୍ଟ କବି ରାଜୀବ ପାଣିକୁ ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ଆସୋସିଏସନର ରଞ୍ଜିତ କୁମାର ଭୋଇ ବାବାଜୀ ବେହେରା ଆଦି ସହଯୋଗ କରିବା ସହ ବହୁ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ରାଉରକେଲାରୁ ଡକ୍ଟର ପ୍ରମୋଦ କୁମାର ଜଗଦେବଙ୍କ ରିପୋର୍ଟ ସାଇ ସତ୍ୟ ନ୍ୟୁଜ୍।